नमस्कार प्रिय दर्शक बंधु। आज पानी कखारु बड़ी केमती तैयारी हुए तार केमती प्रोसेस बड़ी तैयारी करा जाए आमे आसो प्रथमे तो आमे देखिले आपण एटा को कखारुटा को पानी कखारु भला धोई देली ताकू खंड खंड करदा खंड खंड करी से भीतर जो मंजी अछि ये सब जगह सफा करदा तापर कोन करिया अछि ना ମଞ୍ଜି ଚୋପା ସବୁ ଚାଞ୍ଚିକି ତାକୁ ଛୋଟ ଛୋଟ ପିସ୍ କରିକି ଆମେ ଗ୍ରାଇଣ୍ଡିଙ୍ଗ କରିଦବା। ଠିକ ଅଛି। ଆଗେ ଏଟାକୁ ନା କୋରୁଥିଲେ, କୋରି ତାକୁ ପକା ହଉଥିଲା। ଏବେ ଆଉ ସେ କୋରିଆଟା ତ ଏତେ ହଉନି, କଷ୍ଟ ହଉଛି ଟିକେ। ଏମିତି ଛୋଟ ଛୋଟ କାଟିକି ଗ୍ରାଇଣ୍ଡରରେ ବି ପକେଇଦେଲେ ବହୁତ ବଢିଆ ତାର ବାହାରି ଯାଉଛି। ତାର ସେ ରସଟା ବି ବାହାରୁଛି, ମାନେ ତାର ଜୁସ୍ ଟା ପ୍ଲସ୍ ଆଉ ତାର ସେ ଯୋଉ ଛୋଟ ଛୋଟ ଆମେ ପକେଇଲେ ଛୋଟ କରିକି ତାକୁ ସେଇ ଯୋଉ ଖଦାଟା ବାହାରିବ ସେଇଟାକୁ ଆମେ ବଢି ପକେଇବା। ଆଉ अच्छा ସେ ଯୋଉ ଜୁସ୍ ଟାକୁ एईटार ନା जो मंजीटा बाहर ହୁଁ से मंजीटा को मंजी बड़ी पकेबा आमे आउ दिने पके ହୁଁ वीडियो ହୁଁ करबा हो ठीक अछि तापर कोन ସେ ଯୋଉ करबा ଜୁସ୍ ଟା ଏ ଜୁସ୍ ଟାକୁ ଆମେ ପିଉଛନ୍ତି। ସେଦିନ ଦେଖେଇଥିଲ ତମେ ଜୁସ୍ ଟା ଆମେ ଯୋଉ ପିଉଛନ୍ତି हां ସେ जूसटा पीले ପେଠା ଜୁସ୍। ହଁ किडनी डिटॉक्सिकेशन करिवो ହୁଁ तापरे डाइजेशन कैपेसिटी बढ़िबो ହୁଁ डायबिटीज मानकर डायबिटीज मैनेजमेंट करिवो ହୁଁ स्किन को सुंदर रखिवो ହୁଁ बहुत प्रकार रो मेडिसिन आयुर्वेदिक मेडिसिन रो गुण अछि एथिरे अच्छा ହୁଁ। तापर कोन करबा ତାପରେ ତ ସେଇ ଯୋଉ ଖଦା ଗୁଡାକ ଆମେ ଯୋଉ ବାଟିକି ବାହାର କଲେ ତାର ସେ କୋର ଗୁଡାକ ତାକୁ ମାନେ ପୁରା ପାଣି ଟା ଟିକେ ବାହାର କରିଦବା। ସେଇଥିରୁ ଏଇ ଯୋଉ ଖଦାଟା ବାହାରିବ, ଏଇ ଖଦାଠୁ ଆଉ ଟିକେ ବିରି ମିଶେଇ ରାତିରେ ତ ବିରି ଆମେ ବତୁରେଇ ବିରି କେତେ ଦେଇଥିବା। ନେଇଥିଲ କି 1 କିଲୋ ବିରି ନେଇଥିଲି। ବିରି ରାତିରେ ବତୁରେଇ ଦେଇଥିଲି, ପୁରା ବତୁରି ଯାଇଛି ସେ। ତାକୁ ପୁରା ଭଲ ଭାବେ 2-3 ଥର ଧୋଇ ଦେଇକି ତାକୁ ଆମେ ଜାରରେ ପକେଇବା, ଗ୍ରାଇଣ୍ଡିଙ୍ଗ ଜାରରେ ପକେଇବା। ଆଉ ଏଇ ଯୋଉ କୋର ଟିକେ ପକେଇବା, ଆଉ ପାଣି ଫାଣି କିଛି ପକେଇବାନି। ପାଣି ପକେଇଲେ ସେ ପାଣିଆ ହେଇଯିବ ଆଉ ବଢିଟା ଠିକରେ ହବନି। ଏଇ କୋରଟା ଟିକେ ପକେଇଦେଲେ ସେ ପାଣିର ତାର କାମ କରିଦବ। ମାନେ ତାକୁ ପୁରା ଠିକରେ ଗ୍ରାଇଣ୍ଡିଙ୍ଗ କରିବ। ଲୁଣ ଫୁଣ କିଛି ପକେଇବା ବି ଦରକାର ନାହିଁ। ବାସ୍ ଏଇ ଯୋଉ କୋରଟା ପକେଇଲେ ଆଉ ତାର ବିରି ଟିକେ ପକେଇଲେ, ପକେଇକି ପୁରା ମୋଟା ମୋଟା ବାଟିବା। अच्छा या सहित जो आउ जो ये ବା मिसियो कोन हिंगू ହିଙ୍ଗୁ, ଜିରା ଆଉ ମେଥି ପାନ ମହୁରି, ଏ ତିନିଟାକୁ एगुड़ाक ଆମେ ଟିକେ पकेइले ସ୍ଲାଇଡ डाइजेशन ଭାଜିଦବା। कैपेसिटी बढ़िबो ଭାଜି ଆଉ ଦେଇକି ତାକୁ ବାସ୍ना भी बहुत ହୁଁ सुंदर हबो नै कि ହୁଁ अच्छा हो एटा जो भाजी देछन नै कि ସ୍ଲାଇଡ ଭାଜିକି भाजी ତାକୁ देकी ଗୁଣ୍ଡ ग्राइंडिंग करबा ଗ୍ରାଇଣ୍ଡିଙ୍ଗ କରି ପାଉଡର କରିଦବା। अच्छा ସେ ठीक ପାଉଡର अछि ଟା ଆମେ ପକେଇବା ସେଥିରେ ଏଥିରେ। ଗୋଳି देबा नै कि ହଁ ଏଇ ଯୋଉ ବିରି ବଟା ନାଇଁ କି हां ସେ ବଟାରେ ପକେଇବା। ପକେଇକି ପୁରା ଜୋର 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 ତାକୁ ପୁରା ଫେଣିବା। ओहो କାହିଁକି हाथ ନା घाटी ନହେଲେ उठिବ धीरे ହଁ धीरे करो କାହିଁକି ନା ଆଗେ ପେସଣାରେ ବଟା ହଉଥିଲା ତ ଟିକେ ସେ ଫାମ୍ପି ହଉଥିଲା। ଏବେ ଆଉ हां ଆମେ ତ ଜାରରେ ଗ୍ରାଇଣ୍ଡରରେ ବାଟି ଦେଲେ ତ ଆକୁ ଟିକେ ଫାମ୍ପିବାକୁ ଦବା, ଫେଣିବାକୁ ଜୋର 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 କଲେ ସେ କଣ ହବ ଟିକେ ଫୁଲିବ ଆଉ ବଢିଟା ହାର୍ଡ ହବନି, ପୁରା ସ୍ମୁଥ ବଢି ଲାଗିବ अच्छा ଆଉ जो ବଢିଆ ଟେଷ୍ଟ चावल ହବ। बटाटा करथिलो सेटा कोन पे करथिलो ଚାଉଳ ବଟାଟା ନା ସେ ଯୋଉ ଥାଳିରେ ଆମେ ଗୋଳେଇବା ହେଲା। ଥାଳିରେ ଗୋଳେଇକି ଚାଉଳ ବଟାଟାକୁ, ଚାଉଳ ବଟାଟା ଗୋଳେଇଲେ ଆଗେ ଘିଅ ତେଲ ବି ପକେଇଲେ ବି ହବ। ଘିଅ ତେଲ ଗୋଳେଇକି ବି ଲଗେଇଲେ ହବ ଯେ ତାର ଚାଉଳ ବଟାଟାରୁ ତାର ଗୋଟେ ଟେଷ୍ଟ ଆସେ ଭଲ। ओहो एटा बढी भी सुंदर ହୁଁ भाବରେ बाहर ଯିବ ବାହାରି ଲାଗିବ ପଡିବ ନାଇଁ କି ବଢି ହଁ ବଢି ଏଥର ପକେଇବା କେମିତି କଣ କରିକି ଗୋଟେ ତାକୁ। ଗୋଟେ ହଁ ଏ ଛୋଟ ଗୋଟେ ଛୋଟ ହାତରେ 10 ଗୋଲ ଗ୍ରାମ ଗୋଲ, ଲାଗେ ଗୋଟେ ଗୋଟେ ନାଇଁ ଛୋଟ ଛୋଟ ଗୋଲ ଗୋଲ ହଁ କରିକି ବାସ୍ ପକେଇବା। ପକେଇବା ଆରମ୍ଭ କରିଦେଲ ହୁଁ ପଡିବ ସୁନ୍ଦର ଭାବରେ ବଢି ପକେଇବା ତାକୁ ଖରାରେ ଶୁଖେଇଦେବା ହଁ ତିନି ଖରାରେ ଚାରି ଦିନ ଶୁଖେଇବା ଖରାରେ 2 ଦିନ, ଶୁଖେଇଦେବା 2 ଦିନରେ ଶୁଖେଇଦେଇକି ହେଇଯିବ। 2 ଦିନ ତାକୁ ଜୋର ଜୋର ଆମେ ଖରା କଣ ହେଲେ ଦୁଇ କରିବା ଦିନ ଏ ଖଟା କରିପାରିବା ହୁଁ ସୋରିଷ ଦିଆ କରିପାରିବା ଆଉ ସବୁ ଆମେ ତ ଗଞ୍ଜାମରେ ବଢି ଲଙ୍କା ପିଆଜ ପକେଇକି ଲୁଣ ମରିଚ କରି ଖାଇଲେ କେତେ ମଜା ଲାଗୁଛି ହୁଁ ତମେ ବଡି ଚୁରା ବଢିଆ ଲାଗୁଛି ଆଉ ଏଇଟା ବଢି ସବୁଥିରେ ଆମେ ୟୁଜ କରିପାରିବା। ବଢି ତ ସମସ୍ତଙ୍କୁ ବହୁତ ପସନ୍ଦ ନା।